ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଆଜିଠୁ ମୋଦି ଦେବେ 15,000 ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ଅଗଷ୍ଟ ଅର୍ଥାତ୍ ଆଜି ଲାଲକିଲ୍ଲାରୁ ଯୁବପିଢ଼ିଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେ ଦେଶର ଯୁବକମାନଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ନାମରେ ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ 3.5 କୋଟି ଯୁବକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ଘରୋଇ କ୍ଷେତ୍ରରେ ମଧ୍ୟ ପ୍ରଥମ ଚାକିରି କରୁଥିବା ପିଲାଙ୍କୁ ସରକାର 15,000 ଟଙ୍କା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଯୋଜନା ଅଧୀନରେ ଯୁବକମାନଙ୍କୁ ନୂତନ ନିଯୁକ୍ତି ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନଙ୍କ ପାଇଁ ଅନେକ ଯୋଜନା କାମ କରୁଛି। ମହିଳାମାନଙ୍କ ପାଇଁ ଲଖପତି ଦିଦି ଯୋଜନା ଆରମ୍ଭ ହୋଇଛି, ଯାହା ଆଜି ଲକ୍ଷ ଲକ୍ଷ ମହିଳାଙ୍କୁ ସାହାଯ୍ୟ କରୁଛି। ସେହିପରି ଆଜିଠୁ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ନାମରେ ଆଉ ଏକ ଯୋଜନା ଆରମ୍ଭ ହେଲା, ଯେଉଁଥିରେ ଯୁବପିଢ଼ି ଉପକୃତ ହେବେ। ବେକାରୀ ସମସ୍ୟା ଦୂର ହେବ, ସମସ୍ତ ରୋଜଗାର ପାଇବେ, ଆଗକୁ ବଢ଼ିବେ। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ମୁଁ ଜଣେ ଦାରିଦ୍ର୍ୟ କମ୍, ସେଥିପାଇଁ ମୋର ପ୍ରୟାସ ରହିଛି ଯେ ସରକାର ଫାଇଲରେ ଦାରିଦ୍ର୍ୟ ନାମକ ଶବ୍ଦ ନ ରହୁ।